ପ୍ରିୟ ଦର୍ଶକ ବନ୍ଧୁ, ଆଜିର ଜିକେ ପ୍ରଶ୍ନର ପ୍ରଶ୍ନ 1 ହେଉଛି ଗଙ୍ଗା ନଦୀ କେଉଁଠାରୁ ବାହାରି ବଙ୍ଗୋପସାଗରରେ ପଡ଼ିଛି? ଅପସନ୍ କ ଅମରକଣ୍ଟକ ମାଳଭୂମି, ଅପସନ୍ କ ହିମାଳୟ ପର୍ବତ, ଅପସନ୍ କ ଦେଓମାଳି, ଅପସନ୍ କ କେଉଁଟି ନୁହେଁ। ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାର ସମୟ ହେଉଛି 6 ସେକେଣ୍ଡ। 6 ସେକେଣ୍ଡ ମଧ୍ୟରେ ଉତ୍ତର ଦେବାକୁ ଚେଷ୍ଟା କର। ଏହାର ଠିକ୍ ଉତ୍ତରଟି ହେଉଛି ଅପସନ୍ କ ହିମାଳୟ ପର୍ବତ। ପ୍ରଶ୍ନ 2 ହେଲା, କେଉଁ ନଦୀର ପାଣି ବର୍ଷ ସାରା ପାଣିରେ ପରିପୂର୍ଣ୍ଣ ଥାଏ ବା କେବେ ଶୁଖେ ନାହିଁ? ଅପସନ୍ କ ନର୍ମଦା ନଦୀ, ଅପସନ୍ କ ମହାନଦୀ, ଅପସନ୍ କ ଯମୁନା ନଦୀ, ଅପସନ୍ କ ଗଙ୍ଗା ନଦୀ। ଏହାର ଠିକ୍ ଉତ୍ତରଟି ହେଉଛି ଅପସନ୍ କ ଗଙ୍ଗା ନଦୀ। ପ୍ରଶ୍ନ 3, ବରୁଣେଇ ପାହାଡ଼ କେଉଁ ଜିଲ୍ଲାରେ ରହିଛି? ଅପସନ୍ କ କୋରାପୁଟ, ଅପସନ୍ କ ଖୋର୍ଦ୍ଧା, ଅପସନ୍ କ ଗଞ୍ଜାମ, ଅପସନ୍ କ କଳାହାଣ୍ଡି। ଏହାର ଠିକ୍ ଉତ୍ତରଟି ହେଉଛି ଅପସନ୍ କ ଖୋର୍ଦ୍ଧା। ପ୍ରଶ୍ନ 4, ଶିମିଳିପାଳ ଅଭୟାରଣ୍ୟ ଓଡ଼ିଶାରେ କେଉଁ ଜିଲ୍ଲାରେ ରହିଛି? ଅପସନ୍ କ କୋରାପୁଟ, ଅପସନ୍ କ ଅନୁଗୁଳ, ଅପସନ୍ କ ମୟୂରଭଞ୍ଜ, ଅପସନ୍ କ କେଉଁଠି ନୁହେଁ। ଏହାର ଠିକ୍ ଉତ୍ତରଟି ହେଉଛି ଅପସନ୍ କ ମୟୂରଭଞ୍ଜ। ପ୍ରଶ୍ନ 5, ବିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। ଏ ଉକ୍ତିଟି କିଏ କହିଥିଲେ? ଅପସନ୍ କ ମଧୁସୂଦନ ଦାସ, ଅପସନ୍ କ ଫକୀରମୋହନ ସେନାପତି, ଅପସନ୍ କ ଗୋପବନ୍ଧୁ ଦାସ। ଠିକ୍ ଉତ୍ତରଟି ହେଉଛି ଅପସନ୍ କ ଗୋପବନ୍ଧୁ ଦାସ। ପ୍ରଶ୍ନ 6, କେଉଁ ନଦୀ ଆରବ ସାଗରରେ ପଡ଼ିଛି? ଅପସନ୍ କ ମହାନଦୀ, ଅପସନ୍ କ ଯମୁନା ନଦୀ, ଅପସନ୍ କ ନର୍ମଦା ନଦୀ, ଅପସନ୍ କ କାବେରୀ ନଦୀ। ଏହାର ଠିକ୍ ଉତ୍ତରଟି ହେଉଛି ଅପସନ୍ କ ନର୍ମଦା ନଦୀ। ପ୍ରଶ୍ନ 7, ପଲ୍ଲୀ କବି କିଏ? ଅପସନ୍ କ ସତୀ ରାଉତରାୟ, ଅପସନ୍ କ ନନ୍ଦକିଶୋର ବଳ, ଅପସନ୍ କ ଉପେନ୍ଦ୍ର ଭଞ୍ଜ, ଅପସନ୍ କ କେଉଁଠି ନୁହେଁ। ଏହାର ଠିକ୍ ଉତ୍ତରଟି ହେଉଛି ଅପସନ୍ କ ନନ୍ଦକିଶୋର ବଳ। ପ୍ରଶ୍ନ 8, ଓଡ଼ିଶା କେବେ ସ୍ୱତନ୍ତ୍ର ପ୍ରଦେଶ ହେଲା? ଅପସନ୍ କ 1946 ଏପ୍ରିଲ 1, ଅପସନ୍ କ 1947 ଏପ୍ରିଲ 1, ଅପସନ୍ କ 1957 ଏପ୍ରିଲ 1, ଅପସନ୍ କ 1936 ଏପ୍ରିଲ 1। ଏହାର ଠିକ୍ ଉତ୍ତରଟି ହେଉଛି ଅପସନ୍ କ 1936 ମସିହା ଏପ୍ରିଲ 1। ପ୍ରଶ୍ନ 9, ଭାରତର ସମ୍ବିଧାନ କେବେ କାର୍ଯ୍ୟକାରୀ ହେଲା? ଅପସନ୍ କ 1949 ଜାନୁଆରୀ 26 ତାରିଖ, ଅପସନ୍ କ 1950 ଜାନୁଆରୀ 26 ତାରିଖ, ଅପସନ୍ କ 1947 ଡିସେମ୍ବର 26 ତାରିଖ, ଅପସନ୍ କ 1951 ମସିହା ଡିସେମ୍ବର ମାସ 26 ତାରିଖ। ଏହାର ଠିକ୍ ଉତ୍ତରଟି ହେଉଛି ଅପସନ୍ କ 1950 ମସିହା ଜାନୁଆରୀ ମାସ 26 ତାରିଖ। ପ୍ରଶ୍ନ 10, ଓଡ଼ିଶାର କେତେ ଜଣ ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥାନ୍ତି? ଅପସନ୍ କ 12 ଜଣ, ଅପସନ୍ କ 10 ଜଣ, ଅପସନ୍ କ 21 ଜଣ, ଅପସନ୍ କ 22 ଜଣ। ଏହାର ଠିକ୍ ଉତ୍ତରଟି ହେଉଛି ଅପସନ୍ କ 21 ଜଣ।